ଏ ଘରର ଚାବିକାଠି ଆଜିଠାରୁ ତୋ ହାତରେ ରହିଲା। ତୁ ଏ ଘରର ମାଲିକାଣୀ। କିନ୍ତୁ ବାପା ଆରେ ଦେ ଭାଇ କଣ ଭୟ କରୁଛୁ? ଆରେ ମୁଁ ଦେହୁଛି ପରା। ବାପା ମୁଁ ଏତେ ବଡ଼ ଦାୟିତ୍ୱ କ'ଣ ମୁଁ ସମ୍ଭାଳି ପାରିବି? ଆଶୀର୍ବାଦ ତୋ ସାଥିରେ ଅଛି ରେ ବା। ତୁ ସବୁ କିଛି କରିପାରିବୁ। ଚାଲ ଭିତରକୁ ଚାଲ। ଠିକ୍ ଅଛି ବାପା। ଭାଇ ଏ କୋଣ ଗଲେ ଶେଷରେ ଶେଷରେ ଗୋଟେ ନିଜ ଝିଅକୁ ଏ ଘରେ ବହୁର ଅଧିକାର ଦେଇଦେଲେ। ଆଉ ଶେଷରେ ତାକୁ ଏ ଘର ଚାବି କାଠି ଦେଇଦେଲେ କେମିତି? ତୁ ଉଚ୍ଚ ଜାତି ବୋଲି କଣ? ଘରେ ଲେଖା ହେଇଛି ଘରେ ତୁ ଯାହାକୁ ତୁ ନିଛ ବୋଲି କହୁଛୁ। ତାପରେ ଝିଅ ଏ ଦୁନିଆରେ ଖୋଜିଲେ ମିଳିବେନି। ମୁଁ ଜାତି ରୀତି ଦେଖିନି, ଦେଖେ ଖାଲି ମଣିଷ ପଡ଼ିଆ। ଦେଖ ଭାଇ ଯାହା କରିଛ ଠିକ କରିଲ। ଏଇଠି ଭାଇ ଦିନ ରାତି ନିଶ୍ଚୟ ବସେଇବ ତମେ। ଏଇଟା ହଉଛି ମୋ ଘରର କଥା। ମୁଁ ଯାହା ଚାହିଁବି ତା କରିବି। ତୋର କାହିଁକି ଉଣ୍ଡ ବଥା? ମୁଁ ମୋ ଶଳା ଆରେ ଶଳା ହିସାବରେ ର ମାଲିକ ହବାକୁ চেষ্টা করো। Understand? No what understand? আমার প্রতাপ সিং ঠাকুর ও আজ মতে এতে বড় কথা কহে পারিল না। ଯୋଉ ଛୁଆ ସବୁ ଶୁଣିଲେ ସେ ଝିଅକୁ ମୁଁ ଘରେ ରଖେଇଦେବିନି। ସେମିତିରେ ତାକୁ ବାହାର କରିବାକୁ ହବ। ସେ ରହିଲେ ମୁଁ ସମ୍ପତ୍ତି ପାଇପାରିବିନି। প্রতাপ সিং ঠাকুর ই ঘর দাবি কাঠি তা নূଆ ବୋହୂକୁ ଦେଇଦେଲ। ସବୁ ସରିଗଲା। ନାଇଁ ହେ ଭଗବାନ ଏସବୁ କଣ ହେଇଗଲା? ମୁଁ ଭାବିଥିଲି କଣ ନାଇଁ ମୋ ଭଉଣୀ ଲିଜା ଛଡାଇକର କେହି ବି ବୋହୂ ହେଇପାରିବନି। ଯେମିତି ହେଲେ ସେଇ ଅଲକ୍ଷଣୀ ପୂର୍ଣ୍ଣିମାକୁ ଆମେ ମାରିଦେବାକୁ ହବ। କେମିତି କେମିତି ତାକୁ ଘରୁ ବାହାର କରିବା? କେମିତି? ମୁଁ ଜାଣିଛି ପରା ଏ ଝୋଟ ପାତ୍ର ନଥିଲେ କିଛି କାମ ହବନି। ତୁମରି କହ ଯୋଧ ଏମିତି କାମ କରିବାକୁ ହେଲେ କଣ କରିବାକୁ ହବ? କହ ଯୋଧ କହ। ଶୁଣନ୍ତୁ ଏ ଶଙ୍କର ନାମର ଜଣେ ମଦୁଆ ଅଛି। ତାକୁ କିଛି ଟଙ୍କା ଦେଲେ ସେ ଭଣର ବାଘକୁ ଧରି ଆଣିବ। ତେଣୁ ତାକୁ ଯାଇ କହିବା ଯେ ସେ ପୂର୍ଣ୍ଣିମା ସହିବା କରି ଆସି ରହିବ। ୟା ପରେ ଆମେ ରହନକୁ ଡାକି ଦେଖେଇଦେବା ଯେ ତୋ ମାଇକିନାଟା ପାଲା କରୁଛି। ଠିକ ଅଛି ତାହେଲେ ଆମେ ଡେରି କାହିଁକି? ଶୀଘ୍ର ଯାଇ କାମଟା ଆରମ୍ଭ କରିଦେବା। ଚାଲ କାହିଁକି?